ଗ୍ରହ ଜଗତର ସର୍ବାପେକ୍ଷା ଶୁଭ ଫଳ ପ୍ରଦାନ କରୁଥିବା ଗ୍ରହ ହେଲେ ବୃହସ୍ପତି ମହାଗ୍ରହ। 2026 ମସିହାରେ ମେଷ ରାଶିଜାତ ବ୍ୟକ୍ତି ବୃହସ୍ପତି ମହାଗ୍ରହଙ୍କର ଆଶୀର୍ବାଦରୁ ଆର୍ଥିକ ସମୃଦ୍ଧି ଲାଭ କରିବେ, ସମ୍ପତ୍ତି ବାଡ଼ି କରିବେ, ଯାନବାହନ କିଣିବାର ସୁଯୋଗ ଆସିବ। ତା ସଙ୍ଗେ ସଙ୍ଗେ ଶରୀର ପୀଡ଼ା, ବିଶେଷ କରି ପେଟ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଦେଖାଯାଏ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ବୃହସ୍ପତି 2026 ମସିହା ବର୍ଷ ଆରମ୍ଭରୁ ଜୁନ୍ ମାସ 2 ତାରିଖ ପର୍ଯ୍ୟନ୍ତ ମେଷ ରାଶିର ତୃତୀୟ ଭାବ ମିଥୁନ ରାଶିରେ ଅବସ୍ଥାନ କରୁଥିବାରୁ ଏହି ସମୟ ମେଷ ରାଶି ପାଇଁ ଭାଗ୍ୟୋନ୍ନତିର ସମୟ ରହିବ। ଆଧ୍ୟାତ୍ମିକ ଜଗତ ପ୍ରତି ଆକୃଷ୍ଟ ହେବେ, ଧାର୍ମିକ କାର୍ଯ୍ୟକଳାପରେ ଭାଗ ନେବେ, ଦେବତା ଓ ବ୍ରାହ୍ମଣ ପ୍ରିୟ ହେବେ। ତା ସଙ୍ଗେ ସଙ୍ଗେ ଶରୀର ପୀଡ଼ା ମଧ୍ୟ ଭୋଗ କରିବେ। ବିଶେଷ କରି ଖାଦ୍ୟ ବଦହଜମିରୁ ପେଟରେ ଯନ୍ତ୍ରଣା ଦେଖାଯିବ। ପରାକ୍ରମରେ ହାନି ଆସିବ। ସାନ ଭାଇ ଭଉଣୀମାନଙ୍କ ସହିତ ସମ୍ପର୍କରେ ଅବନତି ଦେଖାଯିବ। ଜୁନ୍ ମାସ 2 ତାରିଖ ପରଠାରୁ ଅକ୍ଟୋବର ମାସ 31 ତାରିଖ ପର୍ଯ୍ୟନ୍ତ ଦେବଗୁରୁ ବୃହସ୍ପତି ମେଷ ରାଶିର ଚତୁର୍ଥ ଭାବ କର୍କଟ ରାଶିରେ ଅବସ୍ଥାନ କରୁଥିବାରୁ ଏହି ସମୟରେ ଆର୍ଥିକ ଲାଭ ପ୍ରଦାନ କରିବେ। ମେଷ ରାଶି ଜାତ ବ୍ୟକ୍ତି ସମ୍ପତ୍ତି ବାଡ଼ି କ୍ରୟ କରିବେ। ପୈତୃକ ସମ୍ପତ୍ତିରେ ମାଲିକାନା ସତ୍ତ୍ୱ ହାସଲ ହେବ। ଗୃହ ନିର୍ମାଣ ଓ ନବୀକରଣ କାର୍ଯ୍ୟ କରିବେ। ଯାନବାହନ ସୁଖ ମିଳିବ। ମାତାଙ୍କ ସ୍ୱାସ୍ଥ୍ୟ ଖରାପ ଥିଲେ ଏହି ସମୟରେ ସ୍ୱାସ୍ଥ୍ୟରେ ସୁଧାର ଆସିବ। 2026 ମସିହା ଅକ୍ଟୋବର ମାସ 31 ତାରିଖ ପରଠାରୁ ବର୍ଷର ଶେଷ ପର୍ଯ୍ୟନ୍ତ ବୃହସ୍ପତି ମହାଗ୍ରହ ମେଷ ରାଶିର ପଞ୍ଚମ ଭାବ ସିଂହ ରାଶିରେ ଅବସ୍ଥାନ କରିବାକୁ ଥିବାରୁ ଏହି ସମୟ ମେଷ ରାଶି ପାଇଁ ସୁବର୍ଣ୍ଣ ଯୁଗର ସମୟ ହେବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ସମୟରେ ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସି ବିବାହ ତାରିଖ ସ୍ଥିର ହୋଇଯିବ। ଲଭ୍ ଲାଇଫରେ ବା ପ୍ରେମ ସମ୍ପର୍କରେ ରହିଥିବା ପୁଅ ଓ ଝିଅ ପ୍ରେମ ବିବାହ କରିବା ପାଇଁ ନିଷ୍ପତ୍ତି ନେବେ। ଅଧ୍ୟୟନରତ ରହିଥିବା ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ପ୍ରଦର୍ଶନ କରିବେ। ଉଚ୍ଚଶିକ୍ଷା ଗ୍ରହଣ କରିବା ପାଇଁ ସୁଯୋଗ ମିଳିବ ଓ ଏହି ସମୟରେ ଯେଉଁମାନେ କମ୍ପିଟେଟିଭ୍ ବା ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଛନ୍ତି ସେମାନଙ୍କ ପାଇଁ ବଡ଼ ସୁନ୍ଦର ସମୟ। ସନ୍ତାନମାନେ ଆଜ୍ଞାଧୀନ ରହିବେ। ଗର୍ଭଧାରଣ ପାଇଁ ଇଚ୍ଛୁକ ଥିବା ଅଥବା ମାତୃତ୍ୱ ଲାଭ କରିବା ପାଇଁ ଇଚ୍ଛୁକ ଥିବା ମା'ମାନଙ୍କ ପାଇଁ ଏହି ସମୟ ସର୍ବୋତ୍କୃଷ୍ଟ ସମୟ ରହିବ। ମେଷ ରାଶି ଜାତ ବ୍ୟକ୍ତି ସମାଜରେ ନାମ ଓ ଯଶ କମାଇବେ। ତୀର୍ଥାଟନ ଅଥବା ଦେବଦର୍ଶନ କରିବା ପାଇଁ ଦୂରସ୍ଥାନ ଭ୍ରମଣରେ ଯିବେ। 2026 ମସିହାରେ ମେଷ ରାଶି ଜାତ ବ୍ୟକ୍ତି ବୃହସ୍ପତି ମହାଗ୍ରହଙ୍କ ପ୍ରଦତ୍ତ ଶୁଭ ଫଳର ଶୁଭତ୍ୱ ବୃଦ୍ଧି ପାଇଁ ଦେବଦେବ ମହାଦେବଙ୍କ ପାଖରେ ପୂଜାର୍ଚ୍ଚନା କରନ୍ତୁ। ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ମେଷ ରାଶି ଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଅଶୁଭତ୍ୱ ଦୂର ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।